ସଠିକ ଓ ଧର୍ମଧାରଣା ଉପରେ ଆଧାରିତ ବୋଲି କହନ୍ତି। କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ସେମାନେ ହିଁ ବାରମ୍ବାର ଠକନ୍ତି, ଦୁଃଖ ପାଆନ୍ତି। ଆଖି, କାନ, ନାକ, ଜିହ୍ୱା, ଚର୍ମ ଆଦି ଏକ ଏକ ଇନ୍ଦ୍ରିୟ। ଏମାନଙ୍କ ସହିତ ହାତ, ପାଦ, ମୁହଁ, ଲିଙ୍ଗ, ମଳଦ୍ୱାର ଆଦି ସଂଯୁକ୍ତ। ଯେତେ ପ୍ରକାରର ଅଶୋଭନୀୟ କର୍ମ ଏମାନଙ୍କ ଦ୍ୱାରା ହିଁ କରାଯାଇପାରେ। ଏମାନଙ୍କ ଉପରେ ସଂଯମ ରକ୍ଷା କରିବା ପ୍ରକୃତ ମଣିଷର କର୍ତ୍ତବ୍ୟ ହେବା ଉଚିତ। ଯିଏ ରୂପ, ରସ, ଅଭିମାନ, ସ୍ପର୍ଶ ଉପରେ ବିଜୟ ଲାଭ କରିପାରେ ସେ ମହାନ। ସେ ସମସ୍ତଙ୍କୁ ବଶୀଭୂତ କରିପାରେ। ଯେଉଁମାନେ କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର ହାତରେ ଖେଳନା ପାଲଟି ଜୀବନର ଅର୍ଥ ଭୁଲିଯାଆନ୍ତି ସେମାନେ ଏକ ପ୍ରକାର ଗୋହତ୍ୟା ପାପରେ ଲିପ୍ତ ହୋଇପଡ଼ନ୍ତି। କିନ୍ତୁ ଯିଏ ଏସବୁକୁ ଅବଲମ୍ବିତ କରିପାରେ, ସଂଯମ ସାଧନାରେ କୃତକାର୍ଯ୍ୟ ହୋଇପାରେ ସେ ମହାନ ପାଲଟି ଯାଇପାରେ। ଏ ଦୁନିଆ ଅମର ନୁହେଁ, ସ୍ଥାୟୀ ନୁହେଁ, ସଦାଚଞ୍ଚଳ, ଗତିଶୀଳ। କେହି ପ୍ରାଣୀ ଅମର ରହିବ ବୋଲି ଭାବିବା ଉଚିତ ନୁହେଁ। ଦିନେ ନା ଦିନେ ତାକୁ ମୃତ୍ୟୁ କବଳିତ କରିବ। ଏଣୁ ଖରାପ କାମ କରିବା, ଅସତ ପଥରେ ଚାଲିବା, କୁସଙ୍ଗରେ ପଡ଼ିବା ଅପେକ୍ଷା ସତ୍ସଙ୍ଗ ଲାଭ କରି ସତ୍କର୍ମ କରିବା ଆବଶ୍ୟକ। ଏହାଦ୍ୱାରା ସତ୍ୟର ସୁଫଳ ମିଳିପାରିବ। ଯିଏ ସର୍ବପ୍ରାଣୀଙ୍କୁ ଦୟା କରେ, ବିନା ସ୍ୱାର୍ଥରେ ଅନ୍ୟର ସେବା କରେ, ଅନ୍ୟକୁ ଜ୍ଞାନ ବିତରଣ କରେ ସେ ସର୍ବଦା ସୁଖ ଭୋଗ କରିଥାଏ। ଯିଏ ଅପରିଷ୍କାର ବସ୍ତ୍ର ପିନ୍ଧେ, ଠିକ୍ ଭାବରେ ଦାନ୍ତ ଘଷେନି, ମୁହଁ ଧୋଏନି, ଅଧିକ ଭୋଜନ କରେ, ଅଶ୍ଳୀଳ କଥା କହେ, ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ଶୟନ ମୈଥୁନ ଆଦି କରେ, ତା ସହ ସ୍ୱୟଂ ବିଷ୍ଣୁ ଭଗବାନ ରହିଥିଲେ ମଧ୍ୟ ଚକ୍ଷୁ ଛାଡ଼ି ଚାଲିଯାଆନ୍ତି, ସେ ସଦା ନିର୍ଧନ ରହେ। ଜ୍ଞାନ ଶାସ୍ତ୍ର ଅଗଣିତ, ବିଦ୍ୟାର କୌଣସି ସୀମା ନାହିଁ। ମାତ୍ର ଏ ଜୀବନ ସୀମିତ, ବାଧା ବିପଦ ଅନେକ। ଏଣୁ ଜ୍ଞାନକୁ ନିଜ ଭିତରେ ହଜମ କରି ସବୁ ଭଲ ଗୁଣକୁ ଆଦରି ନେଲେ, ଭଲ କାମ କଲେ ନିଶ୍ଚିତ ଭାବରେ ମୁକ୍ତି ଓ ମୋକ୍ଷ ମିଳିପାରେ। ଗୁଡ଼ାଏ ବହି ପାଖରେ ରଖିଲେ କେହି ପଣ୍ଡିତ ହୋଇପାରେ ଯାଏନା। ଏପରି ହେଉଥିଲେ ବି ତ ବହି ଦୋକାନୀମାନେ ମହାନ ଜ୍ଞାନୀ ପାଲଟି ଯାଆନ୍ତେ। ଗୁଡ଼ିଏ ବହି କେବଳ ପଢ଼ିଦେଲେ ମଧ୍ୟ ଜଣେ ପଣ୍ଡିତ ବୋଲି ମାନ୍ୟତା ପାଇପାରିବ ନାହିଁ। ଧର୍ମଗ୍ରନ୍ଥକୁ ପଢ଼ି ଯିଏ ତାର ସାରମର୍ମ ଗ୍ରହଣ କରେ ଏବଂ ସେହି ଅନୁସାରେ ନିଜର ଜୀବନକୁ ଗଢ଼ିବା ସହିତ ଅନ୍ୟମାନଙ୍କୁ ଉଚିତ ପରାମର୍ଶ ପ୍ରଦାନ କରେ ସେହି ପ୍ରକୃତ ଜ୍ଞାନୀ ଓ ଧାର୍ମିକ। କାମ, କ୍ରୋଧ, ମୋହ, ଲୋଭ, ସ୍ୱାର୍ଥ, ଅହଙ୍କାରଠାରୁ ଯିଏ ଦୂରରେ ରହିପାରେ, ଅନ୍ୟର ମଙ୍ଗଳ କାମନା କରିପାରେ ସେ ସର୍ବଦା ସୁଖରେ ବାସ କରିପାରେ। ତାକୁ ସ୍ୱର୍ଗରେ ସ୍ଥାନ ମିଳେ। କେବଳ ଭଜନ ପୂଜନ କଲେ ମୁକ୍ତି ମିଳିପାରେ ନାହିଁ। ଏହା ସହିତ ସତ୍କର୍ମ, ଆଚରଣ, ନିଷ୍ଠା ଜଡ଼ିତ ହେବା ଆବଶ୍ୟକ। କର୍ମ ଯଥାର୍ଥ ଧର୍ମ ଆଦର୍ଶ ଏହାକୁ ମନେ ରଖିବାକୁ ହେବ। ଜ୍ଞାନ ଜୀବନର ଶେଷ ଲଗ୍ନ ପର୍ଯ୍ୟନ୍ତ ଆଲୋକର ପଥ ପରିସ୍କୃତ କରିଥାଏ। ସବୁ ଧର୍ମକୁ ଭଲ ପାଇବା ପ୍ରକୃତ ଧାର୍ମିକର ଲକ୍ଷଣ। ପଥ ଅଲଗା ଅଲଗା ହୋଇଥିଲେ ମଧ୍ୟ ସବୁ ଧର୍ମର ମୂଳମନ୍ତ୍ର ଏକ। ସବୁ ଧର୍ମର ଲକ୍ଷ୍ୟ ଏକ ମୋକ୍ଷ ଓ ଶାନ୍ତି।